पल्लवी ପାଇଁ ଆନନ୍ଦଙ୍କର ଦେହ ଆହୁରି ଖରାପ ହୋଇଯାଏ। ଠିକ୍ ଟାଇମ୍‌ରେ ଡକ୍ଟର ଆଉ ମାୟା ଆସି ପହଞ୍ଚିଯାଆନ୍ତି। ଆଉ ଡକ୍ଟର କୁହନ୍ତି, ଆପଣମାନେ କ'ଣ କରୁଛନ୍ତି? ଏଠି କ'ଣ ଚାହାନ୍ତି ଆପଣମାନେ? ସବୁବେଳେ ଏମିତି ଆନନ୍ଦ ବାବୁଙ୍କୁ ପଡ଼ି ରୁହନ୍ତୁ ଆଉ ଭଲ ନୁହନ୍ତୁ। ବୁଝନ୍ତୁ ଆପଣଙ୍କ ପୁଅ ବୋହୂଙ୍କୁ ମ୍ୟାଡାମ୍। ଯଦି ଏମିତି ଆନନ୍ଦ ବାବୁଙ୍କ ସହ କରିବେ ତାହେଲେ ମୁଁ ଟ୍ରିଟମେଣ୍ଟ କରିବିନି। ଏସବୁ ଆନନ୍ଦ ବାବୁଙ୍କ ପାଇଁ ଟେଷ୍ଟ ହେଉଛି, ଯାହାକି କଥା ସହିତ ସମାନ। କାରଣ ଆନନ୍ଦ ସାର୍ ସବୁବେଳେ ପାଇଁ ଏମିତି ପଡ଼ି ରୁହନ୍ତୁ, ଆପଣ ସେସବୁ ଚାହାନ୍ତି? ଯେଉଁ କଥାକୁ ନେଇ ସେ ତାଙ୍କ ଦେହ ଖରାପ ହେଉଛି ସେ କଥା ପ୍ଲିଜ୍ ତାଙ୍କୁ ପଚାରନ୍ତୁନି। ତେବେ ପଲ୍ଲବୀ ଆଦର୍ଶ ରୁମ୍ ଚାଲି ଆସିଛନ୍ତି। ତେବେ ଆଦର୍ଶ କୁହନ୍ତି, ବାପାଙ୍କୁ ରୂପସା ବିଷୟରେ କିଛି କହିବାକୁ ଚାହୁଁଥିଲେ। ଆଉ ରୂପସା ନାଁ ତ ଆର୍‌ରେ ଆରମ୍ଭ ହେଉଛି, ଆଉ ଆମେ ତ ଲେଟର ସେ ପର୍ଯ୍ୟନ୍ତ ପହଞ୍ଚି ପାରିଲେନି। କିନ୍ତୁ ହଠାତ୍ ଡକ୍ଟର ଆସି ସବୁ ଗଡ଼ବଡ଼ କରିଦେଲେ। ଆଉ ନିଜକୁ ଦୋଷ ଦିଅନି ପଲ୍ଲବୀ। ବାପା ଆଜି ତମ କଥାରେ ବହୁତ ଖୁସି ଥିଲେ। ତା'ମାନେ ତମେ ବାପାଙ୍କ ମନ କଥା ବୁଝିପାରିଛ। ତମେ ଯଦି ବାପାଙ୍କୁ ଟ୍ରେଷ୍ଟ ଦେଇଥାନ୍ତ ତାହେଲେ ତମେ କଷ୍ଟ ପାଇଥାନ୍ତ। ଆଉ ଦେଖ ପଲ୍ଲବୀ, ତମେ ଯାହା ବି କରିଛ ଠିକ୍ କରିଛ। ଆମରି ଘରେ ଆମରି ସାଙ୍ଗରେ ମିଶି ରୂପସା ଥିଲା, ଏକଥା ବୋଧହୁଏ ତମେ ଭୁଲି ଯାଇଛ। ତ ଫ୍ରେଣ୍ଡସ୍, ଆଦର୍ଶ ଯାହା ବି କହିଛନ୍ତି ପଲ୍ଲବୀ କ'ଣ ଠିକ୍ କହିଛନ୍ତି? କମେଣ୍ଟରେ ନିଶ୍ଚୟ